ଜୟ ଜଗନ୍ନାଥ। ହାପି ରଜ। ଯେହେତୁ ରଜ ଆରମ୍ଭ ହୋଇଗଲାଣି, ସମସ୍ତେ ବର୍ତ୍ତମାନ ଧାନ ବୁଣାରେ ବ୍ୟସ୍ତ। ଆଉ ଖତ ବିଞ୍ଚା ଧାନ ବୁଣା ସବୁରେ ବ୍ୟସ୍ତ। ଏବେ କ'ଣ ହେଲା କି ବାପା ଭୋର ସକାଳୁ ମୋତେ ମାନେ 4ଟାରୁ ଉଠେଇ ଦେଲେ, କହିଲେ କି ଚାଲେ ଆଜି ତୁ ମୋତେ ବିଲରେ ଟିକେ ସାହାଯ୍ୟ କରିବୁ। ଆଗରୁ ବାପାଙ୍କୁ ସାହାଯ୍ୟ ମୁଁ କରେ, ଏଇ ଧାନ କଟାରେ ହଉ କି ଧାନ ବୁହା, ତାପରେ ଧାନ ବେଙ୍ଗଳା ହୁଏ, ଏସବୁରେ ସାହାଯ୍ୟ କରେ। ଆମେ ଯାଇଥିଲୁ ବିଲକୁ, ଅଜା 2 ଜଣ, ପାଖ ପଡ଼ିଶାର ମାମୁଁ ଜଣେ ହେବେ, ଆଉ ମୁଁ। ବାପା ଯେହେତୁ ବଡ଼ ବିଲ ଗୁଡ଼ା, ବାପା କହିଲେ 2 ଅଜାଙ୍କୁ ତମେ ଧାନ ବୁଣି ଚାଲ, ଆଉ ଆମ 2 ଜଣକୁ ମାନେ ମାମୁଁକୁ ଆଉ ମୋତେ କହିଲେ ତମେ ଖତ ବିଞ୍ଚି ଚାଲ। ଆଉ ବାପା ନିଜେ ଟ୍ରାକ୍ଟରରେ ହଳ କରିବା ଆରମ୍ଭ କରିଦେଲେ। ବାପାଙ୍କ ପରିଶ୍ରମ କିଏ କହୁଛନ୍ତି, ବହୁତ ପରିଶ୍ରମ ସେ କରନ୍ତି। ମୁଁ ଛୋଟବେଳୁ ଦେଖିଛି, ବହୁତ ତାଙ୍କ ଜୀବନରେ ପରିଶ୍ରମ ସେ କରିଛନ୍ତି। ଆଉ ଆମେ ତ ଆଜିକାଲିକା ପିଲା କି ଅବା ପରିଶ୍ରମ କରୁଛେ, ତାଙ୍କ ତୁଳନାରେ ଆମେ କିଛି ବି ନୁହଁ। କେବଳ ତାଙ୍କ ହାତ ଧରି ବାଟ ଚାଲିବା କଥା ଖାଲି ପଛରେ। ତ ଆଉ ଗୋଟେ ରହିଲା ବିଲ। ଆକ୍ଚୁଆଲି କହିବାକୁ ଗଲେ ଆଗରୁ ବିଲକୁ ବାପାଙ୍କ ସାଙ୍ଗରେ ଯାଏ ସତ, କିନ୍ତୁ ବିଲ ଗୁଡ଼ା ଚିହ୍ନି ପାରେନି। ମାନେ ଆମ ବିଲ ଗୁଡ଼ା କେଉଁଠି ଅଛି ତ ଚିହ୍ନି ପାରେନି। ବାପା ବେଳେବେଳେ ବିରକ୍ତ ହୁଅନ୍ତି, ଆରେ କାହିଁକି ତୁ ମାନେ ବିଲ ଗୁଡ଼ା ଆଉ କେବେ ଜାଣିବୁ, ତୁ ବିଲ ଗୁଡ଼ା ଚିହ୍ନିବୁ କେବେ? ଏଇ ବିଲ ଚିହ୍ନା ନଥି ମାନେ ବିଲ ଚିହ୍ନି ନ ପାରିବୁ। ଗୋଟେ ଥର ହେଇଥିଲା ସେମିତି, ବିଲ ଆମେ ଚିହ୍ନି ପାରିଲୁନି। ଗୋଟେ ଥର ଆମକୁ କହିଲେ, ମୋ ସାନ ଭାଇ ମାମୁଁଙ୍କ ପୁଅ, ମୋ ସାନ ଭାଇଟା ବଣ୍ଟି ମୋର ଯାଇଥିଲୁ। ଆମକୁ କହିଲେ ଯାଅ ଏଇ ବିଲଠାରୁ ଧାନ ବୋଇଦେବ। ଆମେ କିନ୍ତୁ ଜାଣିପାରିଲୁନି ଯେ ସେଇଟା କେଉଁ ବିଲ ଭାବିକି ଆମର ଜଣେ ରିଲେଟିଭ୍ ହେବ ହଟିଆ ବୋଲିର, ତାଙ୍କ ବିଲରୁ ମାନେ ଟ୍ରାକ୍ଟର ଫୁଲ୍ ଟ୍ରାକ୍ଟରଟେ ହେବ ବୋଧେ କ'ଣ ବୋହି ଦେଇକି ମାନେ ନେଇକି ଖଳାରେ ହାଜର। ଆସିକି ପଚାରିଲେ ଆମକୁ, ଆରେ ଅଜା ପଚାରିଲେ, ଆରେ ଧାନ ବୋହି ଦେଇଛ? ଆମେ କହିଲେ ହଁ ବୋହି ଦେଇଛୁ। ଗଲାବେଳକୁ ମାନେ ଆମ ଧାନ ଅଛି, କିନ୍ତୁ ତାଙ୍କ ଧାନ ନାହିଁ। ମାନେ ତାଙ୍କୁ ତାପରେ ଯାଇକି ଦେଖିଲା ବେଳକୁ ଏ ବିଲ ନ ଚିହ୍ନିବା ଲାଗି ଆମେ ଆମ ବିଲ ଛାଡ଼ିକି ତାଙ୍କ ବିଲରୁ ଧାନ ବୋହିକି ଧରିକି ପଳେଇ ଆସିଛୁ। ତ ଭାରି କଷ୍ଟ ଏ ଚାଷ କାମ। ମାନେ ସେମାନଙ୍କୁ କ'ଣ ମାନ୍ୟତା ଭୁଲରେ ଦିଆଯାଇଛି। ଜୟ ଯବାନ ଜୟ କିଷାନ କେବଳ ଜାନୁଆରୀ 26 ଆଉ ଅଗଷ୍ଟ 15ରେ ଏହା ଶୁଭାଯାଏ। ବହୁତ କଷ୍ଟ।